ଏହି କାହାଣୀ ଜଣେ କୋଟିପତି ବାପାଙ୍କର, ଯିଏ ନିଜ ବିକଳାଙ୍ଗ ଝିଅକୁ ନିଜ ଘରେ କାମ କରୁଥିବା ଚାକର ସହିତ ବାହା କରାଇଦେଲେ। ଲୋକମାନେ ଭାବୁଥିଲେ ଯେ ସେ କେବଳ ନିଜର ସମ୍ମାନ ରକ୍ଷା କରିବା ପାଇଁ ନିଜ ଝିଅର ଜୀବନକୁ ନଷ୍ଟ କରିଦେଇଥିଲେ। ବାହାଘର ଦିନ ସମସ୍ତେ ଭାବୁଥିଲେ ଯେ ଝିଅର ଅବସ୍ଥା ଏବେ କ'ଣ ହେବ, କିନ୍ତୁ କେହି ଜାଣିନଥିଲେ ଯେ ମାତ୍ର କିଛି ଦିନ ପରେ ଏକ ଏମିତି ସତ୍ୟ ବାହାରକୁ ଆସିବ ଯାହା କେବଳ ତାଙ୍କ ପରିବାରକୁ ନୁହେଁ ବରଂ ପୁରା ସହରକୁ ଥରାଇ ଦେବ। ଆଉ ଯେତେବେଳେ ସେହି ସତ୍ୟ ସାମ୍ନାକୁ ଆସିଲା, ସେହି କୋଟିପତି ବାପା ଲଜ୍ଜାରେ ମୁଣ୍ଡ ତଳକୁ କରି ଠିଆ ହୋଇ ଆଖିରୁ ଲୁହ ଝରାଉଥିଲେ। ହେଲେ ସେହି ବାହାଘର ପରେ ପ୍ରକୃତରେ ଏମିତି କ'ଣ ହୋଇଥିଲା ଏବଂ କାହିଁକି ସେ ବାପ ଜଣକ ନିଜ ଝିଅ ଆଗରେ ଲଜ୍ଜିତ ହୋଇଥିଲେ? ଜାଣିବା ପାଇଁ ଦୟାକରି ଏହି କାହାଣୀଟିକୁ ଶେଷ ଯାଏ ଶୁଣନ୍ତୁ। ସେଠ ଧନରାଜ ମାଲହୋତ୍ରା ସହରର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କର ଧନ ସମ୍ପତ୍ତିରେ କୌଣସି ଅଭାବ ନଥିଲା। ତାଙ୍କର ସହରରେ ଅନେକ ବଡ଼ ବଡ଼ କାରଖାନା, ବଡ଼ ବଡ଼ ବଙ୍ଗଳା ଥିଲା ଏବଂ ଲୋକମାନେ ତାଙ୍କୁ ବହୁତ ସମ୍ମାନ କରୁଥିଲେ। କିନ୍ତୁ ସେହି ବଡ଼ ବଙ୍ଗଳା ଭିତରେ ଏମିତି ଏକ ସତ୍ୟ ଲୁଚି ରହିଥିଲା ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଥିଲେ। ଧନରାଜଙ୍କର କେବଳ ଗୋଟିଏ ମାତ୍ର ଝିଅ ଥିଲା ଯାହାର ନାମ ଥିଲା ଆରିଆ। ଆରିଆ ବହୁତ ସୁନ୍ଦର, ଶିକ୍ଷିତ ଏବଂ ଦୟାଳୁ ସ୍ୱଭାବର ଝିଅଟିଏ ଥିଲା। କିନ୍ତୁ ଛୋଟବେଳେ ଆରିଆ ସହିତ ଏକ ଏମିତି ଦୁର୍ଘଟଣା ଘଟିଥିଲା ଯେଉଁଟା ତାର ପୁରା ଜୀବନକୁ ବଦଳାଇ ଦେଇଥିଲା। ସେହି ଦୁର୍ଘଟଣାରେ ତାର ଦୁଇ ଗୋଡ଼ ଏତେ ଜୋର ଆଘାତ ହୋଇଥିଲା ଯେ ସେ ଠିକ୍ ଭାବରେ ଚାଲିପାରୁନଥିଲା। ଡାକ୍ତରମାନେ ବହୁତ ଚେଷ୍ଟା କରିଥିଲେ, ବ୍ୟାପକ ଚିକିତ୍ସା ଯୋଗାଇଥିଲେ, କିନ୍ତୁ ପୂରାପୂରି ସୁସ୍ଥ ହେବାଟା ବହୁତ ଅସମ୍ଭବ ଥିଲା। ଏବେ ଆରିଆକୁ ସବୁବେଳେ ସାହାଯ୍ୟର ଆବଶ୍ୟକତା ପଡ଼ୁଥିଲା। ଯେତେବେଳେ ଆରିଆ ଛୋଟ ଥିଲା, ସେତେବେଳେ ତା ବାପାଙ୍କର ତା ଦେହର ଅବସ୍ଥା ବିଷୟରେ ଏତେ ଚିନ୍ତା ନଥିଲା। ସେତେବେଳେ ସେ ତାକୁ ବହୁତ ଭଲ ପାଉଥିଲେ। ହେଲେ ଯେତେବେଳେ ଆରିଆ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା, ତା ବାପାଙ୍କ ଚିନ୍ତାଧାରା ବଦଳିବାକୁ ଲାଗିଲା। ଏବେ ତାଙ୍କ ମନରେ ଗୋଟେ ଭୟ ଥିଲା ଯେ ଲୋକମାନେ କ'ଣ କହିବେ। ସେ ଦେଖୁଥିଲେ ଯେ ସହରର ଧନୀ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ବଡ଼ ବଡ଼ ପରିବାରରେ ବିବାହ କରାଉଥିଲେ, କିନ୍ତୁ ଧନରାଜ ଅନୁଭବ କରୁଥିଲେ ଯେ ତାଙ୍କ ବିକଳାଙ୍ଗ ଝିଅର ବୋଧହୁଏ କୌଣସି ଧନୀ ଘରେ ବିବାହ ହୋଇପାରିବ ନାହିଁ। ଏଇଆ ଭାବି ସେ ଧୀରେ ଧୀରେ ଆରିଆଠାରୁ ଦୂରେଇବାକୁ ଲାଗିଲେ। ଆରିଆ ସବୁ ବୁଝିପାରୁଥିଲା, ହେଲେ ସେ କେବେ ତା ବାପା ପାଖରେ କୌଣସି ଅଭିଯୋଗ କରିନଥିଲା। ସେ ସବୁବେଳେ ତା କୋଠରୀରେ ଚୁପଚାପ ରହୁଥିଲା, ବହି ପଢ଼ୁଥିଲା ଏବଂ ତା ବାପା କେମିତି ଖୁସିରେ ରହିବେ ସେଥିପାଇଁ ସେ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲା। ସେଇ ଘରେ ରାଘବ ନାମକ ଏକ ପିଲା କାମ କରୁଥିଲା। ରାଘବ ଗତ 3 ବର୍ଷ ଧରି ସେଇ ବଡ଼ ବଙ୍ଗଳାରେ ଚାକର ଭାବରେ କାମ କରୁଥିଲା। କିନ୍ତୁ ସେ ଅନ୍ୟ ଚାକରମାନଙ୍କ ପରି ନଥିଲା। ସେ ବହୁତ ଶାନ୍ତ, ସରଳ, ବୁଦ୍ଧିମାନ ଏବଂ ପରିଶ୍ରମୀ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଆରିଆକୁ ବହୁତ ସମ୍ମାନ ମଧ୍ୟ କରୁଥିଲା। ଯେତେବେଳେ ବି ଆରିଆକୁ କୌଣସି ଜିନିଷର ଆବଶ୍ୟକ ପଡ଼ୁଥିଲା, ରାଘବ ବିନା କୌଣସି ପ୍ରଶ୍ନରେ ତାର ସାହାଯ୍ୟ କରୁଥିଲା। କେତେବେଳେ ସେ ତା ହ୍ୱିଲ୍ ଚେୟାରରେ ଆଣି ଦେଉଥିଲା, ତ କେତେବେଳେ ତାକୁ ଉଠାଇ ଦେଉଥିଲା କିମ୍ବା କେତେବେଳେ ବଗିଚାକୁ ମଧ୍ୟ ବୁଲାଇବାକୁ ନେଉଥିଲା। ଆରିଆ ମଧ୍ୟ ରାଘବର ସରଳତା ଓ ସଚ୍ଚୋଟପଣିଆକୁ ବହୁତ ପ୍ରଶଂସା କରୁଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ସବୁବେଳେ ଏକ ଦୂରତା ରହୁଥିଲା, କାରଣ ସେମାନେ ଜାଣିଥିଲେ ଯେ ଜଣେ ଧନୀ ଝିଅ ଓ ଜଣେ ଗରିବ ପୁଅର ବନ୍ଧୁତାକୁ ସମାଜ ବହୁତ ଖରାପ ଦୃଷ୍ଟିରେ ଦେଖିବ। ଧୀରେ ଧୀରେ ସମୟ ବିତିବାକୁ ଲାଗିଲା। ଗୋଟିଏ ଦିନ ସହରରେ ଏକ ବହୁତ ବଡ଼ ପାର୍ଟିର ଆୟୋଜନ କରାଯାଇଥିଲା। ସହରର ପ୍ରମୁଖ ଶିଳ୍ପପତି ଏବଂ ସେମାନଙ୍କ ପରିବାର ମଧ୍ୟ ସେ ପାର୍ଟିରେ ଉପସ୍ଥିତ ଥିଲେ। ସେଠ ଧନରାଜ ମଧ୍ୟ ତାଙ୍କ ଝିଅ ଆରିଆ ସହିତ ସେଠାକୁ ଯାଇଥିଲେ। ସେଦିନ ଆରିଆ ବହୁତ ସୁନ୍ଦର ଦେଖାଯାଉଥିଲା। ଯେତେବେଳେ କିଛି ଲୋକ ଜାଣିଲେ ଯେ ଆରିଆ ଠିକ୍ ଭାବରେ ଚାଲିପାରୁନାହିଁ ବୋଲି, ସେମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଲାଗିଲେ। ଜଣେ ମହିଳା କହିଲେ, ବାପ ଏତେ ବଡ଼ ଧନୀ ଲୋକ, କିନ୍ତୁ ତାଙ୍କ ଝିଅଟା ବିକଳାଙ୍ଗ। କେଜାଣି ତାକୁ କିଏ ବାହା ହେବ? ଆଉ ଜଣେ ମହିଳା କହିଲେ, କୌଣସି ଧନୀ ଘରୁ ତ ପ୍ରସ୍ତାବ ଆସିବ ନାହିଁ ଲାଗୁଛି। କେଉଁ ଭିକାରୀ ସହିତ ତାକୁ ବାହା ହେବାକୁ ପଡ଼ିବ। ସେଇ ଧନରାଜ ଏହା ଶୁଣିଲା ପରେ ତାଙ୍କ ମୁହଁ ରାଗରେ ଲାଲ ହୋଇଗଲା। ତାଙ୍କୁ ଲାଗିଲା ଯେ ଲୋକମାନେ ଯେମିତି ତାଙ୍କ ସମ୍ମାନକୁ ଆଘାତ କରୁଛନ୍ତି। ସେଇଦିନଠାରୁ ସେ ଆହୁରି ଚିନ୍ତାରେ ରହିଲେ। କିଛି ଦିନ ପରେ ଆଉ ଏକ ଘଟଣା ଘଟିଲା ଯାହା ତାଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଦେଲା। ଗୋଟିଏ ଦିନ 2 ଜଣ ଧନୀ ବ୍ୟବସାୟୀ ତାଙ୍କ ଘରକୁ ଆସିଥିଲେ। ସେ ତାଙ୍କ ପୁଅମାନଙ୍କ ପାଇଁ ବିବାହ ପ୍ରସ୍ତାବ ଦେଖିବାକୁ ଆସିଥିଲେ। ଧନରାଜ ଭାବିଲେ ଯେ ହୁଏତ ତାଙ୍କ ଝିଅର ବିବାହ ଏକ ବଡ଼ ଘରେ ହୋଇଯିବ ବୋଲି।
କିନ୍ତୁ ଯେତେବେଳେ ସେ ଲୋକମାନେ ଆରିଆର ଅବସ୍ଥା ବିଷୟରେ ଜାଣିଲେ, ସେମାନେ ସେଠୁ ଉଠି ଚାଲିଗଲେ। ସେମାନେ ଯିବା ପରେ ଧନରାଜର ରାଗ ବଢ଼ିଗଲା। ସେ ରାଗରେ କହିଲା, ମୋ ଭାଗ୍ୟଟା ବହୁତ ଖରାପ। ଏତେ ଧନ ସମ୍ପତ୍ତି ଅଛି, ହେଲେ ମୋ ଝିଅ ଏମିତି ଯେ କେହି ତାକୁ ବିବାହ କରିବାକୁ ଚାହୁଁନାହାନ୍ତି। ଆରିଆ ତା ବାପାଙ୍କ କଥା ଶୁଣିଦେଲା ଓ ତା ଆଖିରୁ ଲୁହ ଝରି ପଡ଼ିଲା। ସେଇଦିନ ରାତିରେ ସେ ବହୁତ କାନ୍ଦିଥିଲା, ହେଲେ ତା ବାପାଙ୍କୁ କିଛି କହିନଥିଲା। ସେପଟେ ଧନରାଜର ମନରେ ଏକ ଅଜବ ପ୍ରକାରର ଭାବନା ଜନ୍ମ ନେଇ ସାରିଥିଲା। ଏକ ଏମିତି ନିଷ୍ପତ୍ତି ଯୋଉଟା ଆଗକୁ ଯାଇ ସମସ୍ତଙ୍କ ଜୀବନ ବଦଳାଇବାକୁ ଯାଉଥିଲା। ଧନରାଜ ତା ମ୍ୟାନେଜରକୁ ଡାକି କହିଲା, ମୋତେ ଏ ଝିଅର ବାହାଘର ଜଲ୍ଦି କରାଇବାକୁ ପଡ଼ିବ, ଚାହେ ଯାହା ସାଙ୍ଗରେ ବି ହେଉ। ମ୍ୟାନେଜର ଆଶ୍ଚର୍ଯ୍ୟ ହୋଇ ପଚାରିଲା, ସାର୍, ଏମିତି କେମିତି ଯାହାକୁ ନାହିଁ ତାକୁ? ଧନରାଜ ଥଣ୍ଡା ସ୍ୱରରେ କହିଲା, ହଁ, ଯେଉଁଭଳି ପିଲା ବି ହେଉ ଚଳିବ। ଠିକ୍ ସେତିକିବେଳେ ତା ନଜର ଘର ଅଗଣାରେ କାମ କରୁଥିବା ଚାକର ରାଘବ ଉପରେ ପଡ଼ିଲା। ରାଘବ ଚୁପଚାପ ବଗିଚାରେ ଗଛଗୁଡ଼ିକୁ ପାଣି ଦେଉଥିଲା। ଧନରାଜ ତାକୁ କିଛି ସମୟ ପାଇଁ ଦେଖିଲା ଏବଂ ହଠାତ୍ ତା ମନରେ ଏକ ବଡ଼ ଭୟଙ୍କର ଚିନ୍ତାଧାରା ଆସିଲା। ସେ ମନେ ମନେ ଭାବିଲା, ଯଦି ମୁଁ ମୋ ଝିଅକୁ ଏଇ ଚାକର ସହିତ ବିବାହ କରାଇଦେବି, ତେବେ ଅତି କମରେ ଲୋକମାନେ କହିବେ ନାହିଁ ଯେ ଝିଅଟି କେବଳ ଘରେ ବସି ରହୁଛି ବୋଲି। ସେଇଦିନ ସନ୍ଧ୍ୟାରେ ସେ ରାଘବକୁ ତା କୋଠରୀକୁ ଡାକିଲା। ରାଘବ ଟିକେ ସଙ୍କୋଚ ମନରେ ଭିତରକୁ ଗଲା। ଧନରାଜ ତାକୁ ଭଲ ଭାବରେ ଦେଖିଲା ଏବଂ କହିଲା, ଯଦି ମୁଁ ତୋତେ ବହୁତ ସାରା ଟଙ୍କା ଦେବି, ତେବେ ତୁ ମୋ ଝିଅକୁ ବିବାହ କରିବୁ କି? ଏହା ଶୁଣି ରାଘବର ପାଦ ତଳୁ ମାଟି ଖସିଗଲା ପରି ତାକୁ ଅନୁଭବ ହେଲା। ସେ ଜାଣିପାରିଲା ନାହିଁ ଯେ ସେ କ'ଣ ଉତ୍ତର ଦେବ। କିଛି ସମୟ ପାଇଁ କୋଠରୀରେ ନୀରବତା ଖେଳିଗଲା ଏବଂ ଏହାପରେ ଆରମ୍ଭ ହେଲା ଏକ ନିଷ୍ପତ୍ତି ଯାହା ସମଗ୍ର ସହରକୁ ଥରାଇ ଦେବାକୁ ଯାଉଥିଲା। ରାଘବକୁ ଏମିତି ଲାଗୁଥିଲା ଯେମିତି ସେ କିଛି ଭୁଲ କଥା ଶୁଣିଛି ବୋଲି। ସେ ଭୟଭୀତ ହୋଇ କହିଲା, ମାଲିକେ, ଆପଣ ମୋ ସହିତ ଥଟ୍ଟା ମଜା କରୁନାହାନ୍ତି ତ? ଧନରାଜ ତା ଆଡ଼କୁ ଚାହିଁ କହିଲା, ମୁଁ କୌଣସି ମଜା କରୁନାହିଁ। ଯାହା ପଚାରିଲି ତାହାର ଉତ୍ତର ଦେ। ରାଘବର ହାତ ଥରିବାକୁ ଲାଗିଲା। ସେ ଜାଣିଥିଲା ଯେ ସେ ଧନରାଜ ଜଣେ ବହୁତ ବଡ଼ ଧନୀ ଲୋକ। ତା ଆଗରେ ଯଦି ମୁଁ ଇଆଡ଼ୁ ସିଆଡ଼ୁ କିଛି ବି କହିବି, ତାହେଲେ ମୋ ପାଇଁ ବହୁତ ବିପଦ ହୋଇଯିବ। ସେ ସାହସ ସଂଗ୍ରହ କରି କହିଲା, ସେଠଜୀ, ମୁଁ କେବଳ ଜଣେ ଗରିବ ଚାକର ଏବଂ ଆରିଆ ମ୍ୟାଡାମ ଆପଣଙ୍କର ଝିଅ। ଏହା କିପରି ସମ୍ଭବ ହୋଇପାରିବ? ଧନରାଜ ଟେବୁଲ ଉପରେ ହାତ ରଖି କହିଲା, ଏହା ସମ୍ଭବ, ଆଉ ଏହା ହିଁ ହେବ। ବାସ୍, ତତେ କେବଳ ହଁ କରିବାକୁ ପଡ଼ିବ। ରାଘବ କେବଳ ସେଠି ଚୁପଚାପ ଠିଆ ହୋଇଥିଲା। ସେ ଜାଣିଥିଲା ଯେ ଆରିଆ ବହୁତ ଭଲ ଝିଅ, କିନ୍ତୁ ସେ ଏହା ମଧ୍ୟ ଜାଣିଥିଲା ଯେ ଏହି ବିବାହ ପ୍ରେମରୁ ନୁହେଁ, ବରଂ ବାଧ୍ୟ ବାଧକତାରୁ ହୋଇଥିଲା। ସେ ଧନରାଜକୁ କହିଲା, ମାଲିକ, ଆରିଆ ମ୍ୟାଡାମ କ'ଣ ଏଥିରେ ରାଜି ହେବେ? ଧନରାଜ ଏକ ବିଚିତ୍ର ହସଟେ ହସିଲା ଓ କହିଲା, ତାର ରାଜି ହେବା କି ନ ହେବା କିଛି ଦରକାର ନାହିଁ। ମୁଁ ଯୋଉଟା କହିବି ସେଇଟା ହିଁ ହେବ। ଏହା ଶୁଣିବା ପରେ ରାଘବକୁ ବହୁତ ଦୁଃଖ ଲାଗିଲା। ହେଲେ ସେ ଗରିବ ଥିଲା, ଆଉ ଜଣେ ଗରିବ ଲୋକ ପାଖରେ ନା କରିବାର କୌଣସି ଅଧିକାର ନଥିଲା। ସେ ମୁଣ୍ଡ ତଳକୁ କରି କହିଲା, ଯଦି ଏହା ଆପଣଙ୍କର ଇଚ୍ଛା, ତାହେଲେ ମୁଁ ଏଥିରେ ନା କରିବି ନାହିଁ। ଧନରାଜର ମୁହଁରେ ଏକ ଅଦ୍ଭୁତ ସନ୍ତୋଷର ଭାବନା ଖେଳିଗଲା। ସେ କହିଲା, ଠିକ୍ ଅଛି, ତାହେଲେ ବିବାହ ଆସନ୍ତା ସପ୍ତାହରେ ହେବ। ରାଘବ ସେ କୋଠରୀରୁ ବାହାରକୁ ବାହାରି ଆସିଲା। ସେ ଭାବି ପାରୁନଥିଲା ଯେ ସେ ଖୁସି ହେବ ନା ଦୁଃଖୀ। ସେଇଦିନ ସନ୍ଧ୍ୟାରେ ଧନରାଜ ତା ଝିଅ ଆରିଆକୁ ତା କୋଠରୀକୁ ଡାକିଲା। ଆରିଆ ତା ହୁଇଲ୍ ଚେୟାରରେ ବସି ଧୀରେ ଧୀରେ ଆସିଲା। ଧନରାଜ ସିଧା ସିଧା କହିଦେଲା, ମୁଁ ତ ବାହାଘର ଠିକ୍ କରିଦେଇଛି। ସେ ଅତି ସରଳ ଭାବରେ ପଚାରିଲା, କାହା ସହିତ ବାପା? ଧନରାଜ କହିଲା, ରାଘବ ସହିତ। ଆରିଆ କିଛି ସମୟ ପାଇଁ ନୀରବ ହୋଇଗଲା। ତା ଆଖିରେ ଆଶ୍ଚର୍ଯ୍ୟ ଥିଲା, କିନ୍ତୁ ରାଗ ନଥିଲା। ସେ ଶାନ୍ତ ସ୍ୱରରେ ପଚାରିଲା, ବାପା, ଏହା କ'ଣ ଆପଣଙ୍କ ନିଷ୍ପତ୍ତି? ଧନରାଜ କହିଲା, ହଁ, ଏହା ମୋର ନିଷ୍ପତ୍ତି, ଆଉ ଏହା ହିଁ ତୋ ପାଇଁ ଉପଯୁକ୍ତ। ଆରିଆ ମୁଣ୍ଡ ତଳକୁ କରିଦେଲା ଓ କିଛି ସମୟ ପରେ କହିଲା, ଠିକ୍ ଅଛି ବାପା, ଯଦି ତୁମେ ଏଥିରେ ଖୁସି ହୋଇପାରିବ, ତାହେଲେ ମୋର କୌଣସି ଆପତ୍ତି ନାହିଁ। ଏହା ଶୁଣି ଧନରାଜ ମଧ୍ୟ କିଛି ମୁହୂର୍ତ୍ତ ପାଇଁ ନୀରବ ହୋଇଗଲା। ସେ ଆଶା କରିନଥିଲା ଯେ ଆରିଆ ଏତେ ସହଜରେ ତା କଥାରେ ରାଜି ହୋଇଯିବ।
କିନ୍ତୁ ତା ମନରେ ଥିବା ଅହଙ୍କାର ତାକୁ ତା ଝିଅ କ'ଣ ଅନୁଭବ କରୁଛି ତାହା ଭାବିବାକୁ ଦେଉନଥିଲା। କିଛି ଦିନ ମଧ୍ୟରେ ଖବରଟି ସାରା ସହରରେ ବ୍ୟାପିଗଲା। କୋଟିପତି ଧନରାଜ ତାଙ୍କ ବିକଳାଙ୍ଗ ଝିଅକୁ ଜଣେ ଚାକର ସହିତ ବିବାହ କରିବାକୁ ଯାଉଛନ୍ତି। ଲୋକମାନେ ନାନା ପ୍ରକାର କଥାବାର୍ତ୍ତା କରିବାକୁ ଲାଗିଲେ। କେତେଜଣ କହିଲେ, ଦେଖ, ଝିଅଟିକୁ ଶେଷରେ ଜଣେ ଚାକର ସହିତ ବିବାହ କରିବାକୁ ପଡ଼ିବ। ସେପଟେ ବାହାଘରର ପ୍ରସ୍ତୁତି ଦ୍ରୁତ ଗତିରେ ଆରମ୍ଭ ହୋଇଗଲା। ବାହାଘର ଦିନ ଧନରାଜର ବଙ୍ଗଳାକୁ ବହୁତ ସୁନ୍ଦର ଭାବରେ ସଜାଯାଇଥିଲା। ସବୁଆଡ଼େ ଚିକମିକ ଲାଇଟ୍ ଜଳୁଥିଲା। ଅତିଥିମାନେ ଆସୁଥିଲେ, ସଙ୍ଗୀତ ବାଜୁଥିଲା। କିନ୍ତୁ ସମସ୍ତଙ୍କ ମନରେ ବିବାହର ଆନନ୍ଦ ଅପେକ୍ଷା ଅଧିକ କୌତୂହଳ ଥିଲା। ଲୋକମାନେ କେବଳ ଦେଖିବାକୁ ଆସିଥିଲେ ଯେ ଜଣେ ଧନୀ ବ୍ୟକ୍ତି ତାଙ୍କ ଝିଅକୁ ଜଣେ ଚାକର ସହିତ କେମିତି ବିବାହ କରାଉଛନ୍ତି। ଆରିଆ ଲାଲ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲା। ସେ ହୁଇଲ୍ ଚେୟାରରେ ବସିଥିଲା। ତା ଆଖିରେ ଟିକେ କଷ୍ଟ ଥିଲା, କିନ୍ତୁ ତା ମୁହଁରେ ଶାନ୍ତି ଥିଲା। ରାଘବ ମଧ୍ୟ ଏକ ସାଧା ସିଧା କୁର୍ତ୍ତା ପାଇଜାମା ପିନ୍ଧି ସେଠାରେ ଠିଆ ହୋଇଥିଲା। ତା ହୃଦୟରେ ଭୟ ଏବଂ ଦାୟିତ୍ୱ ଉଭୟ ଥିଲା। ଯେତେବେଳେ ବାହାଘରର ରୀତିନୀତି ଆରମ୍ଭ ହେଲା, ସମସ୍ତେ ସେମାନଙ୍କୁ ଧ୍ୟାନର ସହିତ ଦେଖୁଥିଲେ। କିଛି ଲୋକମାନେ ନିଜ ନିଜ ଭିତରେ ଫୁସଫାସ ଆରମ୍ଭ କରିଦେଇଥିଲେ। ତାଙ୍କ ଭିତରୁ କେହି ଜଣେ କହୁଥିଲା, ବିଚରା ଝିଅଟା ଏବେ କ'ଣ କରିବ କେଜାଣି? ଆଉ ଜଣେ କହିଲା, ଚାକରର ଭାଗ୍ୟ ବଦଳିଗଲା। କିନ୍ତୁ ରାଘବର ମନରେ ସେପରି କୌଣସି ଖୁସି ନଥିଲା। ସେ କେବଳ ଭାବୁଥିଲା ଯେ ଏବେ ତାକୁ ଆରିଆ ଜୀବନର ଦାୟିତ୍ୱ କେମିତି ନେବାକୁ ପଡ଼ିବ। ବେଦି ଉପରେ ସାତଘେରା ବୁଲିବା ସମୟରେ ଏକ ଏମିତି ସମୟ ଆସିଲା ଯେତେବେଳେ ରାଘବ ଆରିଆକୁ ଚାହିଁଥିଲା ଓ ଆରିଆ ମଧ୍ୟ ରାଘବକୁ ଚାହିଁଥିଲା। ଉଭୟଙ୍କ ଆଖିରେ ଏକ ଅଜବ ବୁଝାମଣା ଥିଲା। ଯେପରି ସେମାନେ ଦୁହେଁ ଜାଣିଥିଲେ ଯେ ଏହି ସମ୍ପର୍କ ବାଧ୍ୟତାମୂଳକ, କିନ୍ତୁ ଏହାକୁ ବଜାୟ ରଖିବାକୁ ପଡ଼ିବ। ବିବାହ ଖୁବ୍ ଶୀଘ୍ର ସମାପ୍ତ ହୋଇଗଲା। ଲୋକମାନେ ଧୀରେ ଧୀରେ ଯିବାକୁ ଲାଗିଲେ ଏବଂ ଯିବା ସମୟରେ ମଧ୍ୟ ଲୋକମାନେ ବହୁତ କିଛି କହିଯାଉଥିଲେ। ଧନରାଜ ସେମାନଙ୍କ କଥା ଶୁଣି ମଧ୍ୟ ସେମାନଙ୍କୁ ଅଣଦେଖା କରିଦେଉଥିଲା। ସେ କେବଳ ଗୋଟିଏ କଥାରେ ଆଶ୍ୱସ୍ତ ଥିଲା ଯେ ତା ଝିଅର ଏବେ ବାହାଘର ହୋଇଯାଇଛି। ସେଇଦିନ ରାତିରେ ଯେତେବେଳେ ଝିଅର ଯିବା ସମୟ ଆସିଲା, ପ୍ରଥମ ଥର ପାଇଁ ଧନରାଜର ଆଖିରେ ଟିକେ ଲୁହ ଦେଖାଦେଇଥିଲା। ଆରିଆ ତା ବାପାଙ୍କୁ ଦେଖିଲା ଓ ସେ ହସିକି କହିଲା, ଚିନ୍ତା କର ନାହିଁ ବାପା, ମୁଁ ଠିକ୍ ଅଛି। ହେଲେ ତା ମନ ଭିତରେ ବହୁତ ଦୁଃଖ ଥିଲା। ରାଘବ ଧୀରେ ଧୀରେ ହୁଇଲ୍ ଚେୟାରରେ ବସାଇ ଆରିଆକୁ ଗାଡ଼ି ପାଖକୁ ନେଇଗଲା। ଗାଡ଼ିଟି ଧୀରେ ଧୀରେ ବଙ୍ଗଳାରୁ ବାହାରୁ ଗଲା। ଧନରାଜ ଗେଟ୍ ପାଖରେ ଠିଆ ହୋଇ ସେମାନଙ୍କୁ ଯିବାର ଦେଖୁଥିଲା। ତାକୁ ଲାଗୁଥିଲା ଯେପରି ତା ଜୀବନରୁ ଏକ ବହୁତ ବଡ଼ ବୋଝ ମୁକ୍ତ ହୋଇଗଲା। କିନ୍ତୁ ଧନରାଜ ଜାଣିନଥିଲା ଯେ କିଛି ଦିନ ପରେ ତାର ସେହି ନିଷ୍ପତ୍ତି ତା ଜୀବନର ସବୁଠାରୁ ବଡ଼ ଲଜ୍ଜାର ବିଷୟ ହୋଇଯିବ। ଏହି ସମୟରେ ରାଘବ ଏବଂ ଆରିଆ ଏକ ଛୋଟ ଘରେ ଯାଇ ପହଞ୍ଚିଲେ, ଯୋଉଟା ଧନରାଜ ସେମାନଙ୍କୁ ସେ ଘରେ ରହିବା ପାଇଁ ଦେଇଥିଲା। ଘରଟି ବହୁତ ସାଧାସିଧା ଥିଲା। ରାଘବ ଧୀର ସ୍ୱରରେ କହିଲା, ମ୍ୟାଡାମ, ଦୟାକରି ଆପଣ ଟିକେ ବିଶ୍ରାମ ନିଅନ୍ତୁ। ଆରିଆ ଟିକେ ହସିଦେଲା ଓ କହିଲା, ଏବେ ମୁଁ ତୁମର ସ୍ତ୍ରୀ, ମୋତେ ଆଉ ମ୍ୟାଡାମ ବୋଲି ଡାକିବ ନାହିଁ। ରାଘବ ଟିକେ ଅସହଜ ଅନୁଭବ କଲା, କିନ୍ତୁ ସେ ମୁଣ୍ଡ ହଲାଇ କହିଲା, ଠିକ୍ ଅଛି ଆରିଆ। ଦିନଗୁଡ଼ିକ ଧୀରେ ଧୀରେ ବିତିବାକୁ ଲାଗିଲା ଓ ରାଘବ ଆରିଆର ବହୁତ ଯତ୍ନ ନେଉଥିଲା। ସେ ରୋଷେଇ କରୁଥିଲା, ଘର ସଫା କରୁଥିଲା ଏବଂ ଦରକାର ପଡ଼ିଲେ ଆରିଆକୁ ବାହାରକୁ ବୁଲାଇବାକୁ ମଧ୍ୟ ନେଉଥିଲା। ଆରିଆ ଧୀରେ ଧୀରେ ଅନୁଭବ କରିବାକୁ ଲାଗିଲା ଯେ ରାଘବ ହୃଦୟରୁ ଜଣେ ବହୁତ ଭଲ ମଣିଷ। ଗୋଟିଏ ଦିନ ସେ ପଚାରିଲା, ରାଘବ, ତୁମେ ମୋତେ ବିବାହ କରିବାକୁ କାହିଁକି ହଁ କହିଲ? ରାଘବ କିଛି ସମୟ ପାଇଁ ନୀରବ ରହିଲା। ତାପରେ ସେ କହିଲା, କାରଣ ମୁଁ ତୁମକୁ ଏକା ଛାଡ଼ିବାକୁ ଚାହୁଁନଥିଲି। ଏହା ଶୁଣି ଆରିଆ ଚୁପ୍ ହୋଇଗଲା। ସେଇଦିନ ପରେ ସେମାନଙ୍କ ମଧ୍ୟରେ ଏକ ନୂଆ ବୁଝାମଣା ଆରମ୍ଭ ହୋଇଗଲା। କିନ୍ତୁ ସେମାନେ ଜାଣିନଥିଲେ ଯେ କିଛି ଦିନ ପରେ ଏକ ଏମିତି ସତ୍ୟ ପ୍ରକାଶ ପାଇବ ଯାହା ସମସ୍ତଙ୍କ ଚିନ୍ତାଧାରାକୁ ବଦଳାଇ ଦେବ। ଦିନଗୁଡ଼ିକ ଧୀରେ ଧୀରେ ବିତିବାକୁ ଲାଗିଲା। ସେମାନଙ୍କ ବିବାହକୁ ପ୍ରାୟ 10 ଦିନ ବିତି ଯାଇଥିଲା। ଆରିଆ ଏବଂ ରାଘବ ସେଇ ଛୋଟ ଘରେ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରୁଥିଲେ। ଘରଟି ବେଶୀ ବଡ଼ ନଥିଲା, କିନ୍ତୁ ସେଠି ଏକ ଅଲଗା ପ୍ରକାର ଶାନ୍ତି ଥିଲା। ରାଘବ ସବୁଦିନ ସକାଳେ ଶୀଘ୍ର ଉଠି ପଡ଼ୁଥିଲା। ସେ ପ୍ରଥମେ ଘର ସଫା କରୁଥିଲା,
ତାପରେ ରୋଷେଇ ଘରକୁ ଯାଇ ଚା ତିଆରି କରୁଥିଲା। ତାପରେ ସେ ଆରିଆର ରୁମ୍ କବାଟ ଧୀରେ ଧୀରେ ଠକ୍ ଠକ୍ କରି ଡାକୁଥିଲା, ଆରିଆ ସକାଳ ହୋଇଗଲାଣି। ଭିତରୁ ଏକ ନରମ ସ୍ୱର ଆସୁଥିଲା, ହଁ ମୁଁ ଆସୁଛି। ରାଘବ ଭିତରକୁ ଯାଇ ଯେତେବେଳେ ଆରିଆକୁ ତା ହୁଇଲ୍ ଚେୟାର ଦେଉଥିଲା, ସେତେବେଳେ ରାଘବକୁ ଦେଖିବା ପରେ ଆରିଆ ଟିକେ ସାମାନ୍ୟ ହସି ଦେଉଥିଲା। ପ୍ରଥମେ ପ୍ରଥମେ ଦୁଇ ଜଣଙ୍କ ଭିତରେ ଟିକେ ଟିକେ ଦୂରତା ଥିଲା, କିନ୍ତୁ ଧୀରେ ଧୀରେ ସେଇଟା ମଧ୍ୟ କମିବାକୁ ଲାଗିଲା। ଦିନେ ଜଳଖିଆ ଖାଉଥିବା ସମୟରେ ଆରିଆ ହଠାତ୍ ପଚାରିଲା, ରାଘବ, ତୁମେ କ'ଣ ଭାବୁଛ? ଆମ ଦୁଇ ଜଣଙ୍କ ବିବାହ ଠିକ୍ ଥିଲା ନା ଭୁଲ? ରାଘବ କିଛି ମୁହୂର୍ତ୍ତ ପାଇଁ ଭାବିଲା, ତାପରେ ସେ କହିଲା, ଠିକ୍ ନା ଭୁଲ ସେଇଟା କେବଳ ସମୟ କହିବ। କିନ୍ତୁ ଗୋଟିଏ କଥା ନିଶ୍ଚିନ୍ତ, ମୁଁ ତୁମକୁ କେବେ କୌଣସି ପ୍ରକାର ଦୁଃଖ ଓ କଷ୍ଟ ହେବାକୁ ଦେବି ନାହିଁ। ଆରିଆ ତା କଥା ଶୁଣିବା ପରେ ଚୁପ୍ ହୋଇଗଲା। ସେଦିନ ପ୍ରଥମ ଥର ପାଇଁ ଆରିଆ ତା ମନରେ ଏକ ଅଦ୍ଭୁତ ଶାନ୍ତି ଅନୁଭବ କରିଥିଲା। ସେପଟେ ଏବେ ବି ଲୋକମାନେ ସେଇ ବିବାହ ବିଷୟରେ ଆଲୋଚନା କରୁଥିଲେ। କେହି କେହି ଏହି ବିବାହକୁ ମଜାକ ବୋଲି ଭାବୁଥିଲେ, ଆଉ କେତେ ଲୋକ ଦୟା ଅନୁଭବ କରୁଥିଲେ। କିନ୍ତୁ ଧନରାଜ ଉପରେ ଏସବୁ କଥାର କୌଣସି ଫରକ ପଡ଼ୁନଥିଲା। ସେ ଭାବୁଥିଲା ଯେ ସେ ତାର ଦାୟିତ୍ୱ ପୂରଣ କରିଛି ବୋଲି। ଗୋଟିଏ ଦିନ ଧନରାଜର ବନ୍ଧୁ ସେଠ ମିତ୍ତଲ ତା ଘରକୁ ଆସିଲେ। ସେମାନେ ବଗିଚାରେ ବସି କଥା ହେଉଥିଲେ। ମିତ୍ତଲ ହସିକି କହିଲେ, ଧନରାଜ, ମୁଁ ଶୁଣିଲି ତୁମେ ତୁମ ଝିଅକୁ ଜଣେ ଚାକର ସହିତ ବାହା କରାଇଛ। ଧନରାଜ ଥଣ୍ଡା ସ୍ୱରରେ କହିଲା, ହଁ, ମୁଁ କରାଇଛି। ମିତ୍ତଲ ହସିବାକୁ ଲାଗିଲା ଓ କହିଲା, ଆରେ ସାଙ୍ଗ, ତୁମେ ଜଣେ ଏତେ ବଡ଼ ଧନୀ ଲୋକ, ଆଉ ଜ୍ୱାଇଁ କରିଛ ଗୋଟେ ଚାକରକୁ। ଧନରାଜ ରାଗିକି କହିଲେ, ଆରେ ଲୋକମାନେ ଆଉ କମ ସେ କମ କହିବେ ନାହିଁ ଯେ ମୋ ଝିଅ ବାହା ହେଇପାରୁନି ବୋଲି। ତାପରେ ମିତ୍ତଲ କହିଲା, ଛାଡ଼ ସାଙ୍ଗ ସେସବୁ କଥା, ଯାହା ହୋଇଗଲା ତାହା ହୋଇଗଲା। ଏବେ ତୁମେ ଚାହା ପିଅ। ସେପଟେ ରାଘବ ଓ ଆରିଆର ଜୀବନରେ ଧୀରେ ଧୀରେ ଏକ ନୂଆ ମୋଡ଼ ଆସୁଥିଲା। ଦିନେ ସନ୍ଧ୍ୟା ସମୟରେ ରାଘବ କହିଲା, ଆରିଆ, ଚାଲ ଏ ପାଖରେ ଥିବା ଏକ ପାର୍କ ଆଡ଼େ ଟିକେ ଯାଇ ବୁଲି ଆସିବା। ଆରିଆ ଟିକେ ହସିକି କହିଲା, ହଉ ଠିକ୍ ଅଛି, ଚାଲ ଯିବା। ରାଘବ ହୁଇଲ୍ ଚେୟାରରେ ବସାଇ ତାକୁ ପାର୍କ ନେଇଗଲା। ସେଠି ପିଲାମାନେ ପାର୍କରେ ଖେଳୁଥିଲେ, ଲୋକମାନେ ବୁଲୁଥିଲେ, ଆଉ ଆରିଆ ବହୁତ ଦିନ ପରେ ଏତେ ଲୋକଙ୍କ ମଧ୍ୟରେ ଆସିଥିଲା। ସେ ଚୁପଚାପ ଆକାଶକୁ ଚାହିଁ ରହିଥିଲା। ତାପରେ ସେ ଧୀର ସ୍ୱରରେ କହିଲା, ରାଘବ, ତୁମେ ଜାଣିଛ, ଭଗବାନ ମୋ ସହିତ ବହୁତ ଅନ୍ୟାୟ କରିଛନ୍ତି। ରାଘବ ତୁରନ୍ତ କହିଲା, ନାଇଁ। ଆରିଆ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କେମିତି? ରାଘବ କହିଲା, କାରଣ ଯଦି ଭଗବାନ ତୁମକୁ ଏପରି କରିଛନ୍ତି, ତେବେ ଏହା ପଛରେ ତାଙ୍କର କିଛି ନା କିଛି କାରଣ ନିଶ୍ଚୟ ଅଛି। ଆରିଆ କିଛି ମୁହୂର୍ତ୍ତ ପାଇଁ ତାକୁ ଚାହିଁ ରହିଲା ଓ ପ୍ରଥମ ଥର ପାଇଁ ଆରିଆ ମୁହଁରେ ଏକ ଖୁସିର ହସ ଖେଳିଗଲା। ଠିକ୍ ସେହି ସମୟରେ ପାର୍କରେ ବସିଥିବା ଦୁଇ ଜଣ ଲୋକ ଧୀରେ ଧୀରେ କଥା ହେଉଥିଲେ। ଜଣେ ବ୍ୟକ୍ତି କହିଲା, ହେଇ ଦେଖ, ଏଇ ହେଉଛି ସେ ଧନୀ ଲୋକର ବିକଳାଙ୍ଗ ଝିଅ। ଆଉ ଜଣେ କହିଲା, ଇଏ ହେଉଛି ତା ଚାକର ସ୍ୱାମୀ। ଏହା କହି ଦୁହେଁ ହସିବାକୁ ଲାଗିଲେ। ରାଘବ ସେମାନଙ୍କ କଥା ଶୁଣିଲା ପରେ ତା ମନ ଟିକେ ଦୁଃଖିତ ହୋଇଗଲା। ତାପରେ ଆରିଆ ତାକୁ ଚାହିଁ କହିଲା, ମନ ଦୁଃଖ କର ନାହିଁ ରାଘବ, ଦୁନିଆର କାମ କହିବା। ତମେ ସେମାନଙ୍କ କଥା ଶୁଣି ମନ ଦୁଃଖ କର ନାହିଁ। ଏହାପରେ ଦୁଇ ଜଣକୁ ଅଧିକ ସମ୍ମାନ ଦେବାକୁ ଲାଗିଲେ। କିନ୍ତୁ ସେମାନଙ୍କର କୌଣସି ଧାରଣା ନଥିଲା ଯେ ଖୁବ୍ ଶୀଘ୍ର ଏକ ଏମିତି ରହସ୍ୟ ବାହାରକୁ ପ୍ରକାଶ ପାଇବାକୁ ଯାଉଥିଲା, ଯାହା ସମସ୍ତଙ୍କୁ ଧରାଇ ଦେବ। ସେପଟେ ଧନରାଜ ତା କାର୍ଯ୍ୟାଳୟରେ ବସିଥିଲା। ଠିକ୍ ସେହି ସମୟରେ ତାର ପୁରୁଣା ଓକିଲ ମିଶ୍ରବାବୁ ତାକୁ ଭେଟିବାକୁ ଆସିଲେ। ମିଶ୍ରବାବୁ, ଯିଏ ଧନରାଜର ପରିବାରକୁ ବହୁତ ବର୍ଷରୁ ଜାଣିଥିଲେ, ସେ ଧୀର ସ୍ୱରରେ ପଚାରିଲେ, ଧନରାଜ ବାବୁ, ମୁଁ ଆପଣଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ହେବାକୁ ଆସିଛି। ଧନରାଜ କହିଲେ, ହଁ, ଦୟାକରି ମୋତେ କୁହନ୍ତୁ। ମିଶ୍ରବାବୁ କିଛି ସମୟ ପାଇଁ ନୀରବ ରହିଲେ। ତାପରେ ସେ ପଚାରିଲେ, ବିବାହ ପରେ ଆପଣଙ୍କ ଝିଅ କେଉଁଠି ରହୁଛି ତାହା ଆପଣ ଜାଣନ୍ତି କି? ଧନରାଜ କହିଲା, ହଁ, ମୁଁ ତାଙ୍କୁ ଏକ ଘର ଦେଇଛି, ସେଇଠି ସେମାନେ ରହୁଛନ୍ତି। ମିଶ୍ରବାବୁ ମୁଣ୍ଡ ହଲାଇଲେ ଓ କହିଲେ, ମୁଁ ଶୁଣିଛି ଯେ ସେମାନେ ଦୁହେଁ ବହୁତ ସରଳ ଜୀବନ ଯାପନ କରୁଛନ୍ତି। ଧନରାଜ କହିଲା, ତେବେ ସେମାନଙ୍କୁ ସେମିତି ରହିବାକୁ ଦିଅନ୍ତୁ, ସେଥିରେ ମୋତେ କିଛି ଫରକ ପଡ଼ୁନି। ମିଶ୍ରବାବୁ ଧୀର ସ୍ୱରରେ କହିଲେ,
ଫରକ ପଡ଼ିବା ଉଚିତ, କାହିଁକି ନା ଯାହା ବି ହେଲେ ସେ ଆପଣଙ୍କ ଝିଅ। ଧନରାଜ କିଛି ମୁହୂର୍ତ୍ତ ପାଇଁ ଚୁପ୍ ହୋଇଗଲା। ସେପଟେ ସେଇଦିନ ରାତିରେ ଆରିଆ ତା କୋଠରୀରେ ବସିଥିଲା। ତା ସାମ୍ନାରେ ଏକ ପୁରୁଣା ଡାଏରୀ ଖୋଲା ଥିଲା ଓ ସେ ସେଥିରେ କିଛି ଲେଖୁଥିଲା। ରାଘବ କୋଠରୀ ଭିତରକୁ ଚାହିଁ ପଚାରିଲା, ତୁମେ କ'ଣ ଲେଖୁଛ? ଆରିଆ ହସିକି କହିଲା, କେବଳ ମୋ ମନର କଥା ଟିକେ ଲେଖୁଛି। ରାଘବ କହିଲା, ମୁଁ ଟିକେ ଏହାକୁ ପଢ଼ି ପାରିବି କି? ଆରିଆ ମୁଣ୍ଡ ହଲାଇ କହିଲା, ନାଇଁ, ଏବେ ନୁହେଁ। ତାପରେ ସେ ଧୀର ସ୍ୱରରେ କହିଲା, କିନ୍ତୁ ଦିନେ ନା ଦିନେ ତୁମକୁ ଏହାକୁ ପଢ଼ିବାକୁ ପଡ଼ିବ। ଏହା ଶୁଣି ରାଘବ ଟିକେ ହସିଦେଲା। କିନ୍ତୁ ସେଇ ରାତିରେ ହଠାତ୍ ବାହାରୁ କବାଟର ଠକ୍ ଠକ୍ ଶବ୍ଦ ଶୁଭିଲା। ରାଘବ କବାଟ ଖୋଲିଲା। ବାହାରେ 2 ଜଣ ଲୋକ ଠିଆ ହୋଇଥିଲେ। ସେମାନଙ୍କ ମୁହଁ ଗମ୍ଭୀର ଥିଲା। ଜଣେ ଲୋକ କହିଲେ, କ'ଣ ତମେ ରାଘବ? ରାଘବ କହିଲା, ହଁ, ମୁଁ ରାଘବ। ଅନ୍ୟ ଲୋକଟି କହିଲା, ଆମେ ତୁମ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବା ପାଇଁ ଆସିଛୁ। ରାଘବ ଆଶ୍ଚର୍ଯ୍ୟ ହୋଇଗଲା ଓ ପଚାରିଲା, କେଉଁ ବିଷୟରେ? ଜଣେ ଲୋକ କହିଲା, ତୁମର ପ୍ରକୃତ ପରିଚୟ ବିଷୟରେ। ଏହା ଶୁଣି ରାଘବର ମୁହଁ ଫିକା ପଡ଼ିଗଲା। ଆରିଆ ଭିତରେ ଥାଇ ସବୁ ଶୁଣୁଥିଲା। ତା ଛାତି ବହୁତ ଜୋର ଧରିବାକୁ ଲାଗିଲା। ପ୍ରକୃତରେ ଏମାନେ କିଏ ଥିଲେ ଏବଂ ରାଘବର ଅସଲି ପରିଚୟ କ'ଣ ଥିଲା ଯାହା କେହି ଜାଣିନଥିଲେ? ଏବେଠାରୁ ଆରମ୍ଭ ହେବାକୁ ଯାଉଥିଲା ଏକ ଏମିତି ସତ୍ୟ ଯାହା ପୁରା ସହରକୁ ଥରାଇ ଦେବ। ଦୁଆର ମୁହଁରେ ଛିଡ଼ା ହୋଇଥିବା ସେଇ 2 ଜଣ ଲୋକଙ୍କୁ ରାଘବ କିଛି ସମୟ ଚାହିଁଲା। ତାପରେ ସେ କହିଲା, ତୁମେମାନେ କିଏ ଏବଂ ତୁମେମାନେ କ'ଣ ଚାହୁଁଛ? ସେ 2 ଜଣ ଲୋକଙ୍କ ମଧ୍ୟରୁ ଜଣେ ଧୀର ସ୍ୱରରେ କହିଲା, ଆମେ ତୁମ ସହିତ ଏକାନ୍ତରେ କିଛି କଥା ହେବାକୁ ଆସିଛୁ। ରାଘବ କିଛି ସମୟ ପାଇଁ ଆରିଆ ଆଡ଼କୁ ଚାହିଁଲା। ହୁଇଲ୍ ଚେୟାରରେ ବସିଥିବା ଆରିଆ ସେମାନଙ୍କ କଥା ସବୁ ଶୁଣୁଥିଲା। ସେ ଶାନ୍ତ ସ୍ୱରରେ କହିଲା, ରାଘବ, ସେମାନଙ୍କୁ ଭିତରକୁ ଆସିବାକୁ ଦିଅ। ରାଘବ କବାଟ ଖୋଲିଲା। ସେ 2 ଜଣ ଲୋକ ଭିତରକୁ ଆସି ବସିଲେ। ସେମାନଙ୍କ ମୁହଁରୁ ଜଣାପଡ଼ୁଥିଲା ଯେ ସେମାନେ କୌଣସି ସାଧାରଣ କଥାବାର୍ତ୍ତା ପାଇଁ ଆସିନାହାନ୍ତି। କିଛି ମୁହୂର୍ତ୍ତ ନୀରବ ରହିବା ପରେ ଜଣେ ସେମାନଙ୍କ ଭିତରୁ କହିଲା, ରାଘବ, ଆମକୁ ତୁମର ସତ୍ୟତା ଜଣାପଡ଼ିଯାଇଛି। ରାଘବର ଛାତି ବହୁତ ଜୋରରେ ଥରିବାକୁ ଲାଗିଲା। ସେ ଧୀର ସ୍ୱରରେ କହିବାକୁ ଲାଗିଲା, କେଉଁ ସତ୍ୟ କଥା ଆପଣମାନେ କହୁଛନ୍ତି? ଦ୍ୱିତୀୟ ବ୍ୟକ୍ତି ଜଣକ ତା ପକେଟରୁ ଏକ ପୁରୁଣା ଫଟୋ ବାହାର କରି ଟେବୁଲ ଉପରେ ରଖିଦେଲା। ସେଇ ଫଟୋରେ ଜଣେ ଛୋଟ ପିଲା ଥିଲା ଓ ତାଙ୍କ ସାଙ୍ଗରେ ଜଣେ ଧନୀ ଲୋକ ଥିଲେ। ଫଟୋ ଦେଖି ରାଘବ ତା ଆଖି ତଳକୁ କରିଦେଲା। ଆରିଆ ଆଶ୍ଚର୍ଯ୍ୟ ହୋଇ ଏସବୁ ଦେଖୁଥିଲା। ସେ ପଚାରିଲା, ସେମାନେ କ'ଣ କହୁଛନ୍ତି ରାଘବ? ପ୍ରଥମ ବ୍ୟକ୍ତି ଜଣକ କହିଲା, ଏବେ ସମୟ ଆସିଯାଇଛି ସତ ବାହାରକୁ ଆସିବାର। ତାପରେ ସେ ଧୀରେ ଧୀରେ କହିବାକୁ ଲାଗିଲା, ରାଘବ ପ୍ରକୃତରେ ଜଣେ ଚାକର ନୁହେଁ। ଏହା ଶୁଣି ଆରିଆର ଆଖି ଖୋଲା ରହିଗଲା ଓ ସେ କହିଲା, କ'ଣ ଆପଣମାନେ କହୁଛନ୍ତି? ଲୋକଟି କହିଲା, ତାଙ୍କର ପ୍ରକୃତ ନାମ ରାଘବ ପ୍ରତାପ ସିଂ ଏବଂ ସେ ଜଣେ ବହୁତ ବଡ଼ ଶିଳ୍ପପତିଙ୍କ ପୁଅ। ଘରଟିରେ ଯେପରି ବିଜୁଳି ମାରିବା ପରି ଲାଗିଲା। ଆରିଆ କିଛି ମୁହୂର୍ତ୍ତ ପାଇଁ ନିର୍ବାକ୍ ହୋଇଗଲା। ସେ ରାଘବକୁ ଚାହିଁ ପଚାରିଲା, ଏହା କ'ଣ ସତ? ରାଘବ ଏକ ଗଭୀର ନିଶ୍ୱାସ ନେଲା ଓ ତାପରେ ଧୀର ସ୍ୱରରେ କହିଲା, ହଁ, ଏଇଟା ସତ। ଆରିଆ ଆଶ୍ଚର୍ଯ୍ୟ ହୋଇଗଲା ଓ ସେ ପଚାରିଲା, କିନ୍ତୁ ତମେ ଏସବୁ କାହିଁକି ଲୁଚାଇ ରଖିଥିଲ? ରାଘବ କିଛି ମୁହୂର୍ତ୍ତ ପାଇଁ ନୀରବ ହୋଇଗଲା। ତାପରେ ସେ କହିଲା, ମୁଁ ପ୍ରକୃତରେ ଏ ଦୁନିଆରେ ଜୀବନର ମୂଲ୍ୟ କ'ଣ ଦେଖିବାକୁ ଚାହୁଁଥିଲି। ସେ 2 ଜଣ ଲୋକ ସେଠି ବସି ରାଘବର କଥା ସବୁ ଶୁଣୁଥିଲେ। ରାଘବ ପୁଣି ଆଗକୁ କହିବାକୁ ଲାଗିଲା, ମୋ ବାବା ଜଣେ ବହୁତ ବଡ଼ ବିଜନେସମ୍ୟାନ୍। ପିଲାଦିନରୁ ମୋ ପାଖରେ ସବୁ କିଛି ଥିଲା, ଟଙ୍କା, ଗାଡ଼ି, ବଡ଼ ଘର। କିନ୍ତୁ ମୁଁ ସବୁବେଳେ ଅନୁଭବ କରୁଥିଲି ଯେ ଲୋକମାନେ ମୋତେ ମୋର ମଣିଷପଣିଆ ପାଇଁ ନୁହେଁ, ମୋର ଧନ ସମ୍ପତ୍ତି ପାଇଁ ମୋତେ ସମ୍ମାନ କରନ୍ତି। ତେଣୁ ମୁଁ କିଛି ସମୟ ପାଇଁ ଏକ ସାଧା ସିଧା ଓ ସରଳ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ଘର ଛାଡ଼ି ବାହାରି ଆସିଲି ଆଉ କାମ ଖୋଜି ଖୋଜି ସେଠ ଧନରାଜଙ୍କ ଘରେ ପହଞ୍ଚିଲି। ଆରିଆ ରାଘବର କଥାକୁ ମନ ଧ୍ୟାନ ଦେଇ ଶୁଣୁଥିଲା। ରାଘବ କହିଲା, ମୁଁ ସେଠାରେ ପ୍ରଥମ ଥର ପାଇଁ ଲୋକମାନଙ୍କୁ ସେମାନଙ୍କ ଟଙ୍କା ଓ ଧନ ସମ୍ପତ୍ତିର ଆଧାରରେ ମୂଲ୍ୟାଙ୍କନ କରୁଥିବାର ଦେଖିଲି। କିନ୍ତୁ ସେଇ ଘରେ ମୁଁ ଜଣେ ଏମିତି ବ୍ୟକ୍ତିଙ୍କୁ ମଧ୍ୟ ଦେଖିଲି ଯିଏ ହୃଦୟରେ ବହୁତ ଦୟାଳୁ ଥିଲେ। ଆରିଆ ଧୀର ସ୍ୱରରେ କହିଲା, କ'ଣ ମୁଁ?
ରାଘବ ଟିକେ ହସିଦେଇ କହିଲା, ହଁ ତମେ। ଯେତେବେଳେ ମୁଁ ଦେଖିଲି ଯେ ତୁମର ଦୁର୍ବଳତା ଯୋଗୁଁ ସମସ୍ତେ ତୁମକୁ ଅଲଗା ଦୃଷ୍ଟିରେ ଦେଖନ୍ତି, ଏହା ଦେଖି ମୋତେ ବହୁତ ଦୁଃଖ ଲାଗୁଥିଲା। କିନ୍ତୁ ତୁମେ ସବୁବେଳେ ଶାନ୍ତ ରହୁଥିଲ। ତୁମେ କେବେ କାହା ପାଖରେ କୌଣସି ଅଭିଯୋଗ କରୁନଥିଲ। ଏହା ଶୁଣି ଆରିଆର ଆଖି ଲୁହରେ ଓଦା ହୋଇଗଲା। ଅନ୍ୟପଟେ ସେ ଦୁଇଜଣ ବ୍ୟକ୍ତି ଚୁପଚାପ ବସି ରାଘବର କଥା ଶୁଣୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଲା, ରାଘବ, ତମ ବାପା ତମକୁ ବହୁତ ଖୋଜୁଛନ୍ତି। ସେ ତୁମକୁ ଫେରାଇ ନେବା ପାଇଁ ଆମକୁ ପଠାଇଛନ୍ତି। ରାଘବ କିଛି ସମୟ ଭାବିଲା, ତାପରେ ସେ କହିଲା, ମୁଁ ନିଶ୍ଚୟ ଫେରିଯିବି, କିନ୍ତୁ ଏବେ ନୁହେଁ। ଲୋକଟି ପଚାରିଲା, କାହିଁକି? ରାଘବ ଆରିଆକୁ ଚାହିଁ କହିଲା, କାରଣ ମୋର ଏବେ ଏକ ଦାୟିତ୍ୱ ପୂରଣ କରିବାର ଅଛି। ଉଭୟ ଲୋକ ବୁଝିପାରିଲେ। ସେମାନେ ଠିଆ ହୋଇ କହିଲେ, ଠିକ୍ ଅଛି, କିନ୍ତୁ ତୁମକୁ ଶୀଘ୍ର ତୁମ ବାପାଙ୍କୁ ଭେଟିବାକୁ ପଡ଼ିବ। ଏହା କହି ସେମାନେ ଚାଲିଗଲେ। ଘରଟି ପୁଣି ନୀରବ ହୋଇଗଲା। ଆରିଆ ଧୀର ସ୍ୱରରେ କହିଲା, ତେବେ ତୁମେ ଜଣେ ଧନୀ ଲୋକ? ରାଘବ ଟିକେ ହାଲକା ହସିଦେଲା ଓ କହିଲା, ବୋଧହୁଏ ମୋତେ ଜଣା ନାହିଁ ଯେ ପ୍ରକୃତରେ ଧନୀ କିଏ। ଯାହା ପାଖରେ ଧନ ସମ୍ପତ୍ତି ଅଛି ନା ଯାହା ପାଖରେ ପ୍ରକୃତ ସମ୍ପର୍କ ଅଛି। ଆରିଆ ଟିକେ ହସିଲା ଓ କହିଲା, ମୁଁ ବହୁତ ଖୁସି ଯେ ତମେ ମୋତେ ତମ ସତ ବିଷୟରେ ଜଣେଇଦେଲ। କିନ୍ତୁ ରାଘବର ଏକ ଚିନ୍ତା ଥିଲା ଯେ ଦିନେ ନା ଦିନେ ଧନରାଜ ପାଖରେ ମଧ୍ୟ ଏହି ସତଟା ପହଞ୍ଚିଯିବ ଓ ସେଇଆ ମଧ୍ୟ ହେଲା। କିଛି ଦିନ ପରେ ସାରା ସହରରେ ଏ ଖବର ବ୍ୟାପିଗଲା ଯେ ଧନରାଜଙ୍କ ଘରର ଚାକର ପ୍ରକୃତରେ ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ପୁଅ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କେହି ବିଶ୍ୱାସ କରିପାରିଲେ ନାହିଁ। ଧୀରେ ଧୀରେ ଧନରାଜ ପାଖରେ ମଧ୍ୟ ଏହି ଖବର ପହଞ୍ଚିଗଲା। ପ୍ରଥମେ ତ ସେ ବିଶ୍ୱାସ କରିପାରିଲା ନାହିଁ, କିନ୍ତୁ ଯେତେବେଳେ ସେ ନିଜେ ତଦନ୍ତ କଲା, ସେତେବେଳେ ତାର ବିଶ୍ୱାସ ହେଲା। ସେହିଦିନ ସନ୍ଧ୍ୟାରେ ରାଗ ଏବଂ ଲଜ୍ଜାରେ ସେ ତା ଝିଅ ଆରିଆ ଘରେ ଯାଇ ପହଞ୍ଚିଲା। କବାଟ ଖୋଲିଲା ବେଳେ ରାଘବ ସାମ୍ନାରେ ଠିଆ ହୋଇଥିଲା। ଧନରାଜ କିଛି ମୁହୂର୍ତ୍ତ ପାଇଁ ରାଘବକୁ ଚାହିଁ ରହିଲା। ତାପରେ ସେ ପଚାରିଲେ, ତେବେ ତୁମେ କୌଣସି ଚାକର ନୁହଁ? ରାଘବ ଶାନ୍ତ ଭାବରେ କହିଲା, ନା। ସେତେବେଳେ ଧନରାଜ ଆଖିରେ ଅନୁତାପ ଝଲସି ଉଠିଲା। ସେ ଭିତରକୁ ଗଲା। ଦେଖିଲା ଆରିଆ ହ୍ୱିଲ ଚେୟାରରେ ବସିଥିଲା। ଧନରାଜ ତାକୁ ଦେଖି କିଛି ସମୟ ନୀରବ ରହିଲା। ତାପରେ ହଠାତ୍ ତା ଆଖିରୁ ଲୁହ ଝରି ପଡ଼ିଲା ଓ ସେ ଧୀର ସ୍ୱରରେ କହିଲା, ମାରେ, ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି। ଆରିଆ ନୀରବରେ ସବୁ ଶୁଣୁଥିଲା। ପୁଣି ଧନରାଜ କହିଲା, ମୁଁ ତତେ ସବୁବେଳେ ଗୋଟେ ବୋଝ ବୋଲି ଭାବି ଆସିଥିଲି। ମୁଁ ଭାବିଥିଲି ଯେ ତୋ ଯୋଗୁଁ ମୋର ସମ୍ମାନ ନଷ୍ଟ ହେଇଯାଉଛି। ଏସବୁ କଥା କହିଲା ବେଳେ ଧନରାଜର ସ୍ୱର ଥରି ଯାଉଥିଲା। ସେ କହିଲା, କିନ୍ତୁ ଆଜି ମୁଁ ବୁଝିପାରୁଛି ଯେ ପ୍ରକୃତ ସମ୍ମାନ କ'ଣ। ସେ ଧୀରେ ଧୀରେ ଆରିଆ ପାଖକୁ ଗଲା ଏବଂ ପ୍ରଥମ ଥର ପାଇଁ ତା ଝିଅ ଆଗରେ ମୁଣ୍ଡ ନୁଆଁଇ କହିଲା, ମୋତେ କ୍ଷମା କରିଦେ ଆରିଆ। ଘର ଭିତରେ ନୀରବତା ଖେଳିଗଲା ଓ ଆରିଆ ଆଖିରେ ମଧ୍ୟ ଲୁହ ଥିଲା। ହେଲେ ତା ମୁହଁରେ କୌଣସି ପ୍ରକାର ରାଗ ନଥିଲା। ସେ କହିଲା, ବାପା, ମଣିଷ ମାତ୍ରକେ ହିଁ ଭୁଲ ହୋଇଥାଏ। ହେଲେ ଯିଏ ନିଜର ଭୁଲ ବୁଝିପାରେ ସେ ଛୋଟ ହୋଇଯାଇନଥାଏ। ଏହା ଶୁଣି ଧନରାଜ କାନ୍ଦି ପକାଇଲା, ତା ଝିଅର ହାତ ଧରି ପକାଇ। ସେଇଦିନ ପ୍ରଥମ ଥର ପାଇଁ ସେ ଅନୁଭବ କଲା ଯେ ସେ କେତେ ବଡ଼ ଭୁଲ କରିଦେଇଛି। ସେଠି ଏକ କୋଣରେ ଛିଡ଼ା ହୋଇ ରାଘବ ସେ ସବୁ ଦୃଶ୍ୟ ଦେଖୁଥିଲା। ସେ ଭାବୁଥିଲା ଯେ ଏ ବିବାହର ପ୍ରକୃତ ଉଦ୍ଦେଶ୍ୟ ଏହା ଯେ ଜଣେ ବାପାଙ୍କୁ ତାଙ୍କ ଭୁଲ ଅନୁଭବ କରାଇବା। କିଛି ମାସ ପରେ ଆରିଆର ଚିକିତ୍ସା ଆରମ୍ଭ ହୋଇଗଲା। ରାଘବ ତା ବାପାଙ୍କ ସହିତ କଥା ହୋଇ ସହରର ସବୁଠାରୁ ବଡ଼ ଡାକ୍ତରଙ୍କ ଦ୍ୱାରା ଆରିଆର ଚିକିତ୍ସାର ବ୍ୟବସ୍ଥା କରାଇଲା। ଧୀରେ ଧୀରେ ଆରିଆର ଅବସ୍ଥା ମଧ୍ୟ ସୁଧରିବାକୁ ଲାଗିଲା। ଦିନେ ଏମିତି ସମୟ ଆସିଲା, ଆରିଆ ବିନା କୌଣସି ସାହାରାରେ ନିଜେ ଛିଡ଼ା ହୋଇପାରୁଥିଲା। ଆଉ ଏହା ଦେଖି ଧନରାଜର ଆଖିରୁ ଖୁସିର ଲୁହ ଝରି ପଡ଼ିଲା। ତାକୁ ଲାଗିଲା ଯେପରି ଭଗବାନ ତାକୁ ଦ୍ୱିତୀୟ ସୁଯୋଗ ଦେଇଛନ୍ତି। ଏବେ ସେ ତା ଝିଅ ପାଇଁ ଗର୍ବ ଅନୁଭବ କରୁଥିଲା ଏବଂ ପୂରା ସହରବାସୀ ସେମାନଙ୍କ କାହାଣୀ ବିଷୟରେ କଥା ହେଉଥିଲେ ଯେ ଜଣେ କୋଟିପତି ବାପ ଯିଏ ତା ଝିଅକୁ ବୋଝ ବୋଲି ଭାବି
ତାକୁ ଜଣେ ଚାକର ସହିତ ବାହାଘର କରାଇ ଦେଇଥିଲେ। କିନ୍ତୁ ସେହି ବାହାଘର ତା ଜୀବନର ସବୁଠାରୁ ବଡ଼ ଶିକ୍ଷା ହୋଇଗଲା। କାରଣ କିଛି ଦିନ ପରେ ସାମ୍ନାକୁ ଆସିଥିବା ସତ୍ୟ ପ୍ରକୃତରେ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଥିଲା ଏବଂ ସେଇଦିନଠାରୁ ଧନରାଜ କେବେ ବି କୌଣସି ବ୍ୟକ୍ତିଙ୍କୁ ତାଙ୍କ ଦୁର୍ବଳତାର ଦ୍ୱାରା ତାଙ୍କର ମୂଲ୍ୟାଙ୍କନ କରୁନଥିଲା। ସାଙ୍ଗମାନେ, ମୋର ଏହି ଛୋଟ କାହାଣୀ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଦୟାକରି ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।